ମୁଁ ସ୍ୱାଗତ ଜଣାଉଛି ମୋ ଚ୍ୟାନେଲ ତରଫରୁ। ଆଜି ଆପଣମାନଙ୍କୁ ରାସନ କାର୍ଡ ବିଷୟରେ ଗୋଟେ ବହୁତ ବଡ଼ ଅପଡେଟ୍ ଦେବାକୁ ଯାଉଛି। ଆପଣମାନେ ଜାଣିଥିବେ ସରକାର ଯେମିତି ଡିକ୍ଲାରେସନ କରିଥିଲେ ରାସନ କାର୍ଡ ବିଷୟରେ, ମାନେ ଯେମିତି ଭୂତ ହିତାଧିକ ଧରିବେ, ଏବେ ମଧ୍ୟ ଧରା ପଡ଼ିସାରିଛି। କାହିଁକିନା ଏବେ ପ୍ରାୟତଃ ଦେଖିବେ ପ୍ରତ୍ୟେକ ଗ୍ରାମରେ KYC କରିସାରିଛନ୍ତି। ଆହୁରି ବି ବହୁତ ଗୁଡ଼ିଏ ଗ୍ରାମ ଅଛି ଯେଉଁ ଲୋକଙ୍କର ହେଇନାହିଁ। ଏବେ ବି ସରକାରଙ୍କ ଡିକ୍ଲାରେସନ ହିସାବରେ, ତାଙ୍କ ମନ୍ତ୍ରୀ କହିବା ହିସାବରେ ଯେ ଗୋଟିଏ ଜିଲ୍ଲାରୁ ପ୍ରାୟତଃ ଲକ୍ଷାଧିକ ଉପରେ ଲୋକ ବାହାରୁଛନ୍ତି ଭୂତ ଅଧିକାରୀ, ମାନେ ଯେଉଁଟାକି ଆମର ଯଦି 5 ଜଣ ମେମ୍ବର ଅଛନ୍ତି, ଯଦି କୌଣସି ମେମ୍ବର ଡେଥ୍ ହେଇଯାଉଛି ଆମେ ତାକୁ କାଟୁନେ ଚାଉଳ ନେଇ ଆସୁଥିଲେ, ଚାଲିଥିଲା। ଆମେ ବି ଜାଣିଛେ, ତମେ ଜାଣିଛ, ସମସ୍ତେ ଜାଣିଛନ୍ତି ଏ କଥା। କିନ୍ତୁ ଏବେ ଯେଉଁ KYC ହେଉଛି, KYC ଦ୍ୱାରା ସମ୍ପୂର୍ଣ୍ଣ ଆମେ ଧରା ପଡ଼ିଯାଉଛି ଫ୍ୟାମିଲି ମେମ୍ବର କେତେ ଜଣ ଅଛନ୍ତି, ତାହା ବି ଠିକ୍ ଅଛି। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଲା ଯେଉଁମାନେ ବିଦେଶରେ ଅଛନ୍ତି, ଯଦି ସରକାର ସେମାନଙ୍କୁ ଭୂତ ଅଧିକାରୀ କହି ଯଦି କାଟିଦେବେ ତାହେଲେ ଲୋକମାନେ ବହୁତ ହଇରାଣ ହେବେ। ତା ପ୍ରତି ଯଦି ସରକାର କିଛି ଧ୍ୟାନ ଦେବେ, ବହୁତ ଜଲ୍ଦି ଯଦି ତାର କିଛି ଡିସିସନ୍ ନେଇପାରିବେ ତାହେଲେ ବହୁତ ଭଲ ହେବ। କାହିଁକିନା ଏମିତି କନଫ୍ୟୁଜ୍ ହେଇଯିବେ, କେଉଁ ଲୋକ ଅଛି କେଉଁ ଲୋକ ନାହିଁ ଜାଣିପାରିବେ ନାହିଁ। ସେ ତା ପାଇଁ ଯଦି କିଛି ଅଲଗା ରୁଲ୍ସ କରିବେ ନିଶ୍ଚିତ ଭାବେ ଭଲ ହେବ। ଆଉ ଆପଣମାନେ ଜାଣିଥିବେ ସରକାର ଗୋଟେ କଥା ଦେଇଥିଲେ ଯେ ଆମର କେତେ 7 ଲକ୍ଷ ନୂଆ ରାସନ କାର୍ଡ଼ ମିଳିବ, ତାହା ଠିକ୍ ଅଛି। 16 ଲକ୍ଷ ହିତାଧିକାରୀ କଟିବେ, ତାହା ବି ଠିକ୍ ଅଛି। ଏବେ ଯାହା ହିସାବ ଜଣାପଡ଼ୁଛି ଗୋଟିଏ ଡିଷ୍ଟ୍ରିକ୍ଟରୁ ଲକ୍ଷ ଉପରେ ବାହାରୁଛି, ନିଶ୍ଚିନ୍ତ ଭାବେ ଯଦି 30ଟା ଡିଷ୍ଟ୍ରିକ୍ଟ ଦେଖିବେ 20 ଲକ୍ଷ ପାଖାପାଖି ବାହାରି ପଡ଼ିବେ, କଟିବେ, ଠିକ୍ ଅଛି। କିନ୍ତୁ ସବୁଠୁ ବଡ଼ ପଏଣ୍ଟ ହେଲା ଯଦି ଆପଣଙ୍କୁ କାହାକୁ ନୂଆ ରାସନ କାର୍ଡ଼ ମିଳିଛି, ଦେଖିବେ ସେଥିରେ ଗୋଟେ ଧ୍ୟାନ ଦେବେ ଗୋଟେ ଜିନିଷ, ଯଦି ଆପଣଙ୍କ ମେମ୍ବର ଥିବେ 5 ଜଣ ମେମ୍ବର, ଆପଣ ନୂଆ ରାସନ କାର୍ଡ଼ ଆପ୍ଲାଏ କରିଥିଲେ, ନିଶ୍ଚିତ ଭାବେ ଆପଣ 5 ଜଣ ମେମ୍ବର ନଥିବ, 2 ଜଣ କିମ୍ବା 3 ଜଣଙ୍କର ମେମ୍ବର ଥିବ। କ'ଣ ପାଇଁ? এই ଗୋଟେ ଜିନିଷ ବି ଧ୍ୟାନ ଦେବା ଦରକାର। ଯଦି ଗୋଟେ ଫ୍ୟାମିଲି ମେମ୍ବର ତାର 5 ଜଣ ମେମ୍ବର ନେଇକି ରାସନ କାର୍ଡ଼ ଆବେଦନ କରିଛି, ତାହେଲେ 2 ଜଣ ଆଉ 3 ଜଣ ଗଲେ କୁଆଡ଼େ, କ'ଣ ପାଇଁ ମିଳୁନାହିଁ, ତାର ମଧ୍ୟ କ୍ୱେଶ୍ଚିନ୍ ଆନ୍ସର କେହି ଦେଉନାହାନ୍ତି। ସରକାର ସମସ୍ତଙ୍କୁ ରାସନ କାର୍ଡ଼ ଧରେଇଦେଲା, ନୂଆ ରାସନ କାର୍ଡ଼ ପ୍ରାୟ ପଞ୍ଚାୟତରେ ମିଳିଗଲାଣି। ଯଦି ଆପଣଙ୍କର ମିଳିନି ନୂଆ ରାସନ କାର୍ଡ଼ ଆବେଦନ କରୁଛନ୍ତି, ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ। କିନ୍ତୁ ସବୁଠୁ ବଡ଼ କଥା ହେଲା ସେମାନଙ୍କୁ ପୁରା ମେମ୍ବର ମିଳୁନାହିଁ। ସେମାନଙ୍କୁ କହୁଛନ୍ତି କ'ଣ, ଯେଉଁ ଆମର ଅଛନ୍ତି ଅଫିସରେ ଯେଉଁ ଅଧିକାରୀମାନେ ଅଛନ୍ତି, ସେମାନେ କହୁଛନ୍ତି ନେକ୍ସଟ ଜାନୁଆରୀ ମାସରେ ସେମାନଙ୍କର ଆଡ଼୍ କରାଯିବ। ତା ଭୁଲିଯାଅ, ଗୋଟେ ଥର ହେଲା ପରେ କେତେବେଳେ ଆଡ଼୍ କରିବେ ଆପଣ ଜାଣିଥିବେ। ଯେଉଁମାନେ ଏବେ ବି ଆଡ଼୍ କରିବାକୁ ପକାଇଛନ୍ତି ସେମାନେ ଆଡ଼୍ ହେଇପାରୁନି। କିନ୍ତୁ ସବୁଠୁ ବଡ଼ କଥା ହେଲା ଯେଉଁ KYC କେବେ ଶେଷ ହେବ ଆଉ ତାର ପରିଣାମ କ'ଣ ଆସିବ, ଯେଉଁମାନେ ବିଦେଶରେ ଅଛନ୍ତି ସେମାନଙ୍କର ପରିଣାମ କ'ଣ ହେବ ତାହା ବି ଏତେବେଳେ କିଛି ଜଣା ନାହିଁ। ଦେଖାଯାଉ, ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତେ ଡିପେଣ୍ଡ ରହିଛନ୍ତି, ତାର ନିଷ୍ପତ୍ତି କେବେ ଆସୁଛି। ଜୟ ହିନ୍ଦ।